ଘନ ଜଙ୍ଗଲର ହୃଦୟରେ ଗଜରାଜ ନାମକ ଏକ ଶକ୍ତିଶାଳୀ ହାତୀ ରହୁଥିଲା। ସେ ଜଙ୍ଗଲର କୋମଳ ଦୈତାରୀ ଭାବରେ ଜଣାଶୁଣା ଥିଲେ। ନିଜର ଲମ୍ବା ଦାନ୍ତ ଏବଂ ଦୃଢ଼ ଶୁଣ୍ଡ ସାହାଯ୍ୟରେ ସେ ଆବଶ୍ୟକତା ସମୟରେ ଅନ୍ୟ ପ୍ରାଣୀଙ୍କୁ ସାହାଯ୍ୟ କରୁଥିଲେ। ଯେତେବେଳେ କୌଣସି ଗଛ ନଦୀକୁ ଅବରୋଧ କରୁଥିଲା, ଗଜରାଜ ତାଙ୍କ ଶକ୍ତି ବ୍ୟବହାର କରି ରାସ୍ତା ସଫା କରୁଥିଲେ, ଯାହାଦ୍ୱାରା ସମସ୍ତେ ପାଣି ପିଇପାରିବେ। ଗୋଟିଏ ଗ୍ରୀଷ୍ମ ଋତୁରେ ଜଙ୍ଗଲ ଏକ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହେଉଥିଲା। ନଦୀ ଶୁଖିଗଲା ଏବଂ ପଶୁମାନେ ପାଣି ଖୋଜିବାରେ ଅସହାୟ ଭାବରେ ବୁଲୁଥିଲେ। ହରିଣ ଦୁର୍ବଳ ହୋଇଗଲା, ପକ୍ଷୀମାନେ ତୁଷାର୍ତ ହେଲେ ଏବଂ ସିଂହ ମଧ୍ୟ କ୍ଳାନ୍ତ ଦେଖାଯାଉଥିଲା। ଏହା ଦେଖି ଗଜରାଜ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଲେ। ତାଙ୍କ ସ୍ମୃତି ଦ୍ୱାରା ପରିଚାଳିତ ହୋଇ ସେ ଜଙ୍ଗଲ ଭିତରକୁ ଗଭୀରକୁ ଚାଲିଗଲେ, ଯେଉଁଠାରେ ସେ ଥରେ ଏକ ପୁରୁଣା ଶୁଖିଲା ପୋଖରୀ ଦେଖିଥିଲେ। ତାଙ୍କର ଶକ୍ତିଶାଳୀ ଶୁଣ୍ଡ ଏବଂ ଦାନ୍ତ ସହିତ ସେ ଖୋଳିବା ଆରମ୍ଭ କଲେ। ଦିନ ରାତି ଗଜରାଜ କାମ କରୁଥିଲେ, ଯେତେବେଳେ ଅନ୍ୟ ପ୍ରାଣୀମାନେ ଆଶା କରି ଦେଖୁଥିଲେ। ଶେଷରେ ମାଟିରୁ ଥଣ୍ଡା ପାଣି ବହିବାକୁ ଲାଗିଲା। ପୋଖରୀ ଧୀରେ ଧୀରେ ପୂର୍ଣ୍ଣ ହୋଇଗଲା ଏବଂ ଶୀଘ୍ର ସମସ୍ତ ପ୍ରାଣୀ ସେମାନଙ୍କର ତୃଷା ମେଣ୍ଟାଇବାକୁ ଧାଇଁଗଲେ। ଜଙ୍ଗଲ ଆନନ୍ଦ ଏବଂ ସମନ୍ୱୟ ସହିତ ପୁଣି ଜୀବନ୍ତ ହୋଇଗଲା। ସେହି ଦିନଠାରୁ ଗଜରାଜ କେବଳ ତାଙ୍କ ଶକ୍ତି ପାଇଁ ସମ୍ମାନ ପାଇଲେ ନାହିଁ, ବରଂ ତାଙ୍କର ଦୟା ପାଇଁ ମଧ୍ୟ ତାଙ୍କୁ ଭଲ ପାଇଲେ। ତାଙ୍କ ତତ୍ତ୍ୱାବଧାନରେ ଜଙ୍ଗଲ ବଢ଼ିଥିଲା ଏବଂ ସେ ସବୁଦିନ ପାଇଁ ଏହାର ପ୍ରକୃତ ରକ୍ଷକ ହୋଇ ରହିଲେ।